ସତ କଥା କହିବେ ଦେଖି ଆପଣମାନଙ୍କୁ କାହାକୁ ଖାଲି ଚିଙ୍ଗୁଡ଼ି ଝୋଳ ସହ ଭାତ ଖାଇବାକୁ ଭଲ ଲାଗେ। ଆଜି ଆଇଁଷ ଖାଇବାର ଲାଷ୍ଟ ଦିନ ଥିଲା ଯେହେତୁ ତ ଚିଙ୍ଗୁଡ଼ି ନେଇ ଆସିଛୁ ମାର୍କେଟରୁ, କାହିଁକି ନା ବର୍ତ୍ତମାନ ଆ ପରେ ପରେ ତ ଆପଣମାନେ ଜାଣିଛନ୍ତି ଶନିବାର ପଡ଼ିଯିବ, ତାପରେ ନବରାତ୍ର ଆରମ୍ଭ ହେଇଯିବ। ଶନିବାର ପରେ ତାପରେ ଦିନ ରବିବାର ଦିନ ତ ହେଉଛି ଅମାବାସ୍ୟା, ତାପରଠୁ ସୋମବାରଠୁ ନବରାତ୍ର ଆରମ୍ଭ ହେଇଯିବ। ତ ଘରକୁ ତ ଆଉ ଆଇଁଷ ଆସିବନି ପ୍ରାୟ ଏବେ ମାସେ ଦେଢ଼ ମାସ ଯାଏ। ସେ ମଝିରେ ଯଦି ଠିକ୍ ଠାକ୍ ବାର ପଡ଼ିଲା ନବରାତ୍ର ସରିଲା ପରେ, ତାହେଲେ ଯଦି ଠିକ୍ ବାର ପଡ଼ିଲା ତାହେଲେ କିଛି ଆଇଁଷ ଗୋଟେ ଦିନ 2 ଦିନ ପାଇଁ ଆସିବ। ଅଦରୱାଇଜ୍ ପୁରା ତାପରେ ଯାଇକି କାର୍ତ୍ତିକ ମାସ ସରିଲା ପରେ ମାର୍ଗଶିର ମାସରେ ଯାଇକି ତ ଦେଖିବା କ'ଣ ହେଉଛି। ତ ସେଥିଲାଗି ଆଜି ସ୍ୱାମୀ ଯାଇକି ମାର୍କେଟରୁ ଅଧ କେଜିଟେ ପାଖାପାଖି ଚିଙ୍ଗୁଡ଼ି ମାଛ ନେଇ ଆସିଥିଲେ। ଆଜି ମୁଁ ଚିଙ୍ଗୁଡ଼ି ମାଛଟା କେମିତି କ୍ଲିୟର କରେ ସେଇଟା ଆପଣମାନଙ୍କୁ ଦେଖେଇବି, ଆପଣଙ୍କ ସାଙ୍ଗରେ ସେୟାର କରିବି। ତ ଆଗପଟୁ ତା'ର ନିଶଟା କାଟିଦିଏ, ତଳପଟେ ଯେତିକି ଗୋଡ଼ ବଗେରା ବାହାରିଥାଏ ସେସବୁ କାଟିଦିଏ, ପଛପଟେ ଲାଞ୍ଜଟା ବି ସାଙ୍ଗରେ କାଟି ନେଇଥାଏ। ଆଉ ସାଙ୍ଗରେ କ'ଣ କରେ ନା ମୁଣ୍ଡଟା ଅଧା କାଟି ନିଏ। ମୁଣ୍ଡଟାର ଯେତିକି ପାର୍ଟ ମାନେ ଯେତିକି ଯାହା ବାହାରିଥାଏ ୱେଷ୍ଟ ମ୍ୟାଟେରିଆଲ୍ ତାକୁ କାଢ଼ିଦେଲା ପରେ ଆଉ ବାକି ପଛ ପାର୍ଟଟା ଯେଉଁ ଥାଏ ସେଇଟା ବହୁତ ଟେଷ୍ଟି ଲାଗେ, ଭାଜିଲା ପରେ ବହୁତ ଖୁଡ଼ଖୁଡ଼ିଆ ଲାଗେ। ଆଉ ଏମିତି ପଛପଟେ ପିଠିରୁ କ'ଣ ଗୋଟେ କାଢ଼ନ୍ତି ସେଇଟା ତ ମୁଁ କେବେ ବି କାଢ଼େନି। ଆଉ ସେକେଣ୍ଡ କଥା ହେଲା କି ଆଉ ତା'ର କଭର୍ଟା ବି ମୁଁ କାଢ଼େନି। କଭର୍ଟା ଥିଲେ ମାଛଟାର କଲର୍ ବି ବହୁତ ଭଲ ଆସେ, ଆଉ ଭାଜିବା ସବୁ ଜିନିଷ ଝୋଳ କରିବାରେ ଇଜି ରହେ। ତ ସେଥିଲାଗି ମୁଁ କଭର୍ଟା କାଢ଼େନି। ଆଉ ଆପଣମାନେ କେମିତି କରନ୍ତି କମେଣ୍ଟ କରିକି ଜଣାଇବେ ନିଶ୍ଚିତ ଭାବରେ। ସବୁତକ ମାଛ ଆଗ ସଫା କରିଦେବା, ତାପରେ ତାକୁ ଆମେ ଲୁଣ ହଳଦୀ ଗୋଳେଇ ଦେବା। ଲୁଣ ହଳଦୀ ଆଉ ଅଳ୍ପ ଟିକେ ସୋରିଷ ତେଲ ମୁଁ ଏଥିରେ ପକାଇ ଦେଇଛି। ତାକୁ ମ୍ୟାରିନେଟ୍ କରିକି ଅଧ ଘଣ୍ଟା ଛାଡ଼ିଦେବା। ଆଉ ତାପରେ ତା'ର ପ୍ରିପାରେସନ୍ ଆମେ ଆରମ୍ଭ କରିବା। ହ୍ୟାଲୋ, ହାଏ, ନମସ୍କାର। କେମିତି ଅଛନ୍ତି ଆପଣମାନେ ସମସ୍ତେ? ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଏବେ ଦେଖନ୍ତୁ ମାଛଟା ମୁଁ ଗୋଳେଇ ନେଇଛି ଭଲ ଭାବରେ। ଆଉ ଏବେ କଡ଼େଇ ଗରମ କରିକି ଏଥିରେ ଆମେ ସୋରିଷ ତେଲ ମୁଁ ଆଡ଼୍ କରିଦେଇଛି। ଆଉ ମାଛ ଭାଜିବାରେ ବହୁତ ହି କମ୍ ତେଲ ଲାଗେ ଚିଙ୍ଗୁଡ଼ି ମାଛଟାରେ, ସେଥିଲାଗି ଅଳ୍ପ ଟିକେ ତେଲ ମୁଁ ଦେଇକି ଆଗ ତାକୁ ଆମେ ଭଲ ଭାବରେ ସ୍ପ୍ରେଡ଼୍ କରିନେବା କଡ଼େଇରେ ସବୁଆଡ଼େ। ଆଉ ମାଛ ଭାଜିବାର ସବୁଠୁ ବଡ଼ ଟ୍ରିକ୍ ଯେଉଁଟା ହେଲା, ଯାହା ବି ଭାଜିବାର କଡ଼େଇ ବହୁତ ଭଲ ଭାବରେ ଗରମ ହେଇଥିବା ଦରକାର। ସେମିତି ହେଲେ ଆଉ ଆପଣଙ୍କର ମାଛଟା କଡ଼େଇରେ ଲାଗିବନି କି ଭାଙ୍ଗିବନି। ଚିଙ୍ଗୁଡ଼ି ମାଛଟା ଏମିତି ବି କଭର୍ ରହିଲେ ତ ସେ ଲାଗିବନି, କଭର୍ଟା କାଢ଼ିଦେଲେ ସେ ଲାଗିବ। ଆଉ ସେ ଖାଇଲା ବେଳେ ହିଁ କଭର୍ଟା କାଢ଼ିକି ଖାଇ ନେବା କଥା। ଏମିତି ଭାବରେ କିଛି ଏବେ ତା'ର ବେସରର ପ୍ରିପାରେସନ୍ କରିଦେବା। ବେସର ପାଇଁ ମୁଁ ଏଠି ନେଇଛି ଜିରା, ସୋରିଷ। ମୁଁ ତ ଜିରାର ଆଉ ସୋରିଷର ପ୍ରପୋର୍ସନ୍ଟା କେବେ ସମାନ ରଖେ, ନହେଲେ ଜିରାଟା ଟିକେ ଅଧିକା ରଖେ, ସୋରିଷଟା ମୁଁ ଅଧିକା ରଖେନି। ପ୍ରାୟ ଲୋକ ସୋରିଷ ବି ଅଧିକା ରଖନ୍ତି। ଆଉ 2 ବୁଦା ରସୁଣ ମୁଁ ନେଇଛି। ତ ଆପଣଙ୍କୁ ଯେମିତି ଭାବରେ ବେସରଟା ଭଲ ଲାଗୁଛି ଆପଣମାନେ ସେମିତି ପ୍ରିପାରେସନ୍ କରିପାରିବେ। ଆଉ ମୁଁ ଦେଖନ୍ତୁ ଏଠି ଲୁଣ ଲଙ୍କା ସବୁ ଜିନିଷ ଏକା ସାଙ୍ଗରେ ଏଥିଲାଗି ଆଡ଼୍ କରିଦେଉଛି କି ଡବାର ସବୁ କାଢ଼ିକି ପ୍ଲାଟଫର୍ମ ଉପରେ ରଖିଛି। ସବୁତକ ଜିନିଷ ଏକା ବେଳକେ ଆଡ଼୍ କରିକି ତାକୁ ପିସିଦେଲେ ତାପରେ ମାନେ ସବୁ ଜିନିଷ ଡବା ଗୁଡ଼ାକ ମୁଁ ଭିତରେ ରଖିଦେବି, ଆଉ ପ୍ଲାଟଫର୍ମଟା କ୍ଲିନ୍ ହେଇଯିବ କାମ କରିବା ପାଇଁ। ଏଠି ଦେଖନ୍ତୁ ମୁଁ ଗ୍ରାଇଣ୍ଡିଙ୍ଗ କରି ନେଉଛି। ଆମର ଏ ଗ୍ରାଇଣ୍ଡରଟା ବହୁତ ଭଲ ଗ୍ରାଇଣ୍ଡିଙ୍ଗ ହେଇଯାଏ, ପାୱାରଫୁଲ୍ ମୋଟର ତା'ର, ସେଥିଲାଗି ବହୁତ ଭଲ ଗ୍ରାଇଣ୍ଡିଙ୍ଗ ହେଇଯାଏ। ଆଉ ଏବେ ମାଛକୁ ଆମେ କାଢ଼ି ନେବା। ଆଉ ଏଇ ସମାନ କଡ଼େଇରେ ଆମେ ଭାଜି ନେବା ଆଳୁକୁ। ଆଉ ଗୋଟେ ଭିଡ଼ିଓରେ ମୋର କମେଣ୍ଟ ଆସିଥିଲା କି ଯଦି ଆପଣମାନେ ଦେଖୁଛନ୍ତି ଫେସବୁକ୍ରେ ହିଁ ଆସିଥିଲା କି ଆପଣଙ୍କ ଆଳୁଟା ପଛରେ ପକାଇଲେ, ମାନେ ମୁଁ ଏମିତି ବେସରଟା ଯେତେବେଳେ ପାଣି ଦେଇଦେଲି ତାପରେ ସେଥିରେ ପାଣିଟା ଫୁଟିଲା ପରେ ମୁଁ ଆଳୁଟା ପକାଇଲି। ଆଳୁଟା କେତେବେଳେ ସିଝିବ? ଆଳୁଟା ସିଝିବା ପାଇଁ ବହୁତ ଟାଇମ୍ ଅଛି। ଆଉ ଯେତେବେଳେ ମାନେ ବେସରଟା ପାଣି ଦେଲା ପରେ ଫୁଟିବା ପାଇଁ ବି ତାକୁ 10ରୁ 15 20 ମିନିଟ୍ ଛାଡ଼ିଦେଲେ ସେତିକି ଯଥେଷ୍ଟ, ମାନେ ଆଳୁଟା ସିଝିବା ପାଇଁ ବହୁତ ଟାଇମ୍ ଅଛି। ଆଉ ଗୋଟେ ଜିନିଷ ହେଲା, ସେକେଣ୍ଡ ଜିନିଷ ହେଲା ବେଳେବେଳେ ଏଠି ଆଳୁଟା ବହୁତ ଜଲ୍ଦି ସିଝା, ବହୁତ ମାନେ ଅଲଗା ଟାଇପ୍ର ଗୋଟେ ଆଳୁ ଆସେ। ତାକୁ ଯଦି ଆଗୁଆ ମୁଁ ଭୁଜିକି ରଖିଦେବି କି ଇଏ କରିଦେବି ତ ସେ ଆଳୁଟା କ'ଣ ହୁଏ ନା ପୁରା ଫିଟିଯାଏ। ତ ସେଥିଲାଗି ଆଳୁ ଉପରେ ବି ଡିପେଣ୍ଡ କରୁଛି କେଉଁ ଆଳୁ ଆପଣମାନେ ଆଣୁଛନ୍ତି। ଆଉ ଭାଜିକି ପକାଇଲେ ବି ମାନେ ମୋତେ ତ ଟେଷ୍ଟରେ କିଛି ଡିଫର ଲାଗେନି, ସେଥିଲାଗି ମୁଁ ଯେତେବେଳେ ଯେଉଁଟା ସୁବିଧା ହୁଏ ସେମିତି ହିଁ ଖାଇବାଟା ପ୍ରିପାରେସନ୍ କରେ। ପିଆଜଟାକୁ ଭାଜି ନେଲି, 2ଟା ମିଡ଼ିୟମ୍ ସାଇଜ୍ର ପିଆଜ ନେଇଥିଲି। ଆଉ ପିଆଜଟା ଟିକେ କଲର୍ ଚେଞ୍ଜ ହେବା ପରେ ଗୋଲ୍ଡେନ୍ ବ୍ରାଉନ୍ ଚାହିଁଲେ କରିପାରିବେ।
तापर मु एथिरे बेसरटा पकई देछि। आ बेसरटा जेतेबेले चारिपटू तेल उठी आसीबो आपण माने देखिबे सेतेबेले जानिबे जे बेसरटा आपनकर प्रिपेयर हेई गला। तापर आमे सेथिरे ऐड करदेबा माछ आउ चिंगुड़ी आउ आलू को। तो जी भी कहूले आपण आग कषिकी ऐड करिया कथा देखो चिंगुड़ीटा कषिदेले किसी प्रोब्लेम नहीं कि माछटा मते लागे भांगी जीवो बोली सेतले म गरम पानी देकी गरम पानीटा फुटिला परे ही मु चिंगुड़ीटा माने माछटा ऐड करे। माछटा आलूटा पछरे ही मु ऐड करे। बेसरटा टिके अधिका समय सिझिबार भी थाए कि चिंगुड़ी वगैरह तो फिटेनी से चिंगुड़ीटा आग ऐड कर देछु कषिबा सांगरे। तो देखो समस्तଙ୍କର बनेइबार तरीका अलगा। आपन को जदि मोर प्रोसेस पसंद आसुछि त आपन सेमती बनातु। मते जेमती मु भर्साटाइल भाबरे बनाए बहुत थर बना माने बहुत प्रकार स्टाइल रे तो एबे देखंतु 15 रु 20 मिनिट परे आमर झोलटा केमती भाबरे रेडी हे गलेनी आ बहुत भलो बास्ना भी आसुछि। माछटा देकी ताको 15-20 मिनिट पानीटा देकी आ फुटे दबा आ एते बढ़िया बास्ना आसुछि कहया कथा नै। तो एमती भाबरे आजिर खाइबाटा मोर रेडी हे जाइछि।